ଆଉ ଜଗତର ବନ୍ଧୁ ଇଏ ଗୋପୀଙ୍କର ମନୋହାରୀ ହେ ସୁଦାମାର ପ୍ରାଣ ବନ୍ଧୁ। ଆଉ ଜୟ ଜଗନ୍ନାଥ ହେ ଜଗତର ବନ୍ଧୁ। ଜୟ ଜଗନ୍ନାଥ ହେ ଜଗତର ବନ୍ଧୁ। ଗୋପୀଙ୍କର ମନୋହାରୀ ଗରିବର ବନ୍ଧୁ। ଗୋପୀଙ୍କର ମନୋହାରୀ ସୁଦାମାର ବନ୍ଧୁ। ଆଉ ଗଜକୁ ରଖିଲ ଜଳେ ବୁଡୁ ବୁଡୁ। ଗଜକୁ ରଖିଲ ଜଳେ ବୁଡୁ ବୁଡୁ। ହରିତିଆ ରଖିଲ ଗଗନରେ ଉଡୁ। দ্রৌপদী রখিল বসন ফেড়ু ফেড়ু। দ্রৌপদীକୁ রখিল বস্ত্র তহু ফেড়ু ফেড়ু। অলিয়া ଆଉ ମୃଗୁଣୀ ରଖିଲ ବନ ପୋଡୁ ପୋଡୁ। ମୃଗୁଣୀ ରଖିଲ ବନ ପୋଡୁ ପୋଡୁ। ଭାବେ ଖାଇଥିଲ ସବରି ଅଇଁଠା। ଆଉ ଭାବେ ଖାଇଥିଲ ସବରି ଅଇଁଠା। ଭାବରେ ସହିଲ ବ୍ରାହ୍ମଣ ଗୋଇଠା। ଭାବରେ ସହିଲ ବ୍ରାହ୍ମଣ ଗୋଇଠା। ଭାବେ ବୃନ୍ଦାବନେ ଚରାଇଲ ଗାଈ। ଆଉ ଭାବେ ବୃନ୍ଦାବନେ ଚରାଇଲ ଗାଈ। ମାମୁଙ୍କୁ ମାରିଣ ରାଣ୍ଡ କଲମାଇ। ଆଉ ମାମୁଙ୍କୁ ମାରିଣ ରାଣ୍ଡ କଲମାଇ। ଏବେ ମୋ ବେଳକୁ କିମ୍ପା ହେଉଛ ନିଷ୍ଠୁର। ଏବେ ମୋ ବେଳକୁ କିମ୍ପା ହେଉଛ ନିଷ୍ଠୁର। ଏତେ ବଡ଼ ବିପଦରୁ ମୋତେ ରକ୍ଷା କର। ଆଜ କଣ୍ଠେ ମୋର ବିଜେ କର ଚକ୍ରଧର। ଆଜି କଣ୍ଠେ ମୋର ବିଜେ କର। ଅଳିଆ ଆରେ ଯେତେବେଳେ ରାବଣ ସୀତାଙ୍କୁ ଯେ ନେଲା। ଅଶୋକ ବନରେ ନେଇଣ ରଖିଲା। ମନ ମଧ୍ୟରେ ଚିନ୍ତିଲେ ଶ୍ରୀରାମ। ଆଉ ସନ୍ଦେଶ ଦେଲାଟି ବୀର ହନୁମାନ। ସେତେବେଳେ ହନୁମାନ ମଥା ମଣି ଦେଲା। ପ୍ରଭୁଙ୍କ ଆଗରେ ସକଳ କହିଲା। ସେତେବେଳେ ରାମ ମନେ ବିଚାର କଲେ। ସେତେବେଳେ ରାମ ମନେ ବିଚାର କଲେ। ସମୁଦ୍ର ମଧ୍ୟରେ ଲଙ୍କା ଅଛି ଭଲେ। ସମୁଦ୍ର ମଧ୍ୟରେ ଲଙ୍କା ଅଛି ଭଲେ। ସଙ୍ଗରେ ନେଇ ଭଲୁକ ବାନର। ସଙ୍ଗରେ ଘେନି ଭଲୁକ ବାନର। କିପରି ସୀତାଙ୍କୁ କରିବି ଉଦ୍ଧାର। ସମୁଦ୍ରକୁ କେମତ ମୁଁ ପାର କରାଇବି। ଆଉ ପାର ହେଲେ ସିନା ସୀତାଙ୍କୁ ଆଣିବି। একথা মনে ভাবিলে নারায়ণ, একথা মনে ভাবিলে নারায়ণ, অরুণ দেবকু করিলে স্মরণ। শুণ হে বরুণ, জল সুখাও তুম্ভে বহন, আম্ভে লঙ্কাকু করিবু পুনি হে গমন। সে কালে বরুণ কথা ন মানিলে, নারায়ণ পুরুষ কোপকু বহিলে। সে কালে বরুণ কথা ন মানিলে, নারায়ণ পুরুষ কোপকু বহিলে।
ଧନୁରେ ଯେ ପୁଣି ଲଗାଇଲେ ଶର ଜଳକୁ ଏବେ ଶୁଖାଇବି ତୋର ଆଜ୍ଞା ସେ କାଳେ ବରୁଣ ଆବିର୍ଭାବ ହେଲେ ବିନୟ କରିଣ ପ୍ରଭୁକୁ ବୋଇଲେ ଶୁଣ ନାରାୟଣ ଏବେ ଆମ୍ଭ ବଚନ କେତେ କର ନେବ ତୁମ୍ଭେ ଜୀବନ ଅଳିଆ ରାମଚନ୍ଦ୍ର ପ୍ରଥମରେ ଚିନ୍ତା କଲେ ବରୁଣଙ୍କୁ ଯେ ହେ ବରୁଣ ମୁଁ ମୋର ଭଲ୍ଲୁକ ବାନର ନେଇ ମାଙ୍କଡ ଭାଲୁ ନେଇ ଲଙ୍କାରେ ପ୍ରବେଶ ହେଲେ ରାବଣ ସହ ଯୁଦ୍ଧ କରିବି ମୋର ଆଣିବି ତମେ ଜଳକୁ ଶୁଖେଇ ଦିଅ ଯିବି ବରୁଣ ଶୁଣିଲେନି ମହାରାଗରେ ରାଘବ ଯେତେବେଳେ ଧନୁ ଧରିଲେ କିଏ ତୋତେ ରଖିବ ମୁହୂର୍ତ୍ତକେ ଜଳ ଶୂନ୍ୟ କରିଦେବି ଉଠି ପଡିଲେ ବ୍ରାହ୍ମଣ ବରୁଣ କର ଯୋଡି ଦେଲେ କହିଲେ ପ୍ରଭୁ ଗୋଟିଏ ସୀତାଙ୍କୁ ଉଦ୍ଧାର କରିବା ପାଇଁ ତମେ କେତେ ପ୍ରାଣୀଙ୍କର ଜୀବନ ନବ ଯଦି ସମୁଦ୍ରର ଜଳ ଥରେ ଶୁଖିଯାଏ କୋଟି କୋଟି ଜୀବଜନ୍ତୁ ମରିଯିବେ ତମେ କଣ ସେଇଆ ଚାହୁଁଛ ରାମଚନ୍ଦ୍ର କହିଲେ ଉପାୟ କୁହ ମୁଁ କଣ କରିବି କୁହ କାହାକୁ ମାରିବା ମୋର ଇଚ୍ଛା ନାହିଁ ଉଦ୍ଦେଶ୍ୟ ନାହିଁ କାହାକୁ ମାରିବା ମୋର ଉଦ୍ଦେଶ୍ୟ ନାହିଁ ହେଲେ ମୁଁ କରିବି କଣ ଗୋଟେ ନିରୀହ ଜୀବନ ସିଏ ମୋର ସ୍ତ୍ରୀ ସତ ସିଏ ବି ଗୋଟେ ନିରୀହ ତାକୁ ଅସୁର ନେଇକି ରଖିଛି ମୁଁ ତାକୁ ଉଦ୍ଧାର କରିବାକୁ ପଡିବ ମୋର ସ୍ୱାମୀର ମର୍ଯ୍ୟାଦା ରଖିବାକୁ ପଡିବ ସେତେବେଳେ ବରୁଣ ରାଜା କହିଲେ ତମ ପାଖରେ ଦିଟା ଇଞ୍ଜିନିୟର ଅଛନ୍ତି ଇଞ୍ଜିନିୟର କିଏ ନଳ ଆଉ ନୀଳ ବାନର ଦିଟା ବିଶ୍ୱକର୍ମାଙ୍କର ପୁଅ ହଉଛନ୍ତି ସେମାନେ ହଉଛନ୍ତି ଇଞ୍ଜିନିୟର ତମ ପାଇଁ ତାଙ୍କେ ପୋଲ ତିଆର କରିଦେବେ ବ୍ରିଜ ଗୋଟେ ତିଆର କରିଦେବେ ତମେ ଯିବା ପାଇଁ ତାଙ୍କେ ଗୋଟେ ପୋଲ ତିଆର କରିଦେବେ ରାମଚନ୍ଦ୍ର କହିଲେ ଏମିତି କେମିତି ହବ କି ବ୍ରିଜ କରିବେ ତାଙ୍କେ ସମୁଦ୍ରରେ କହିଲେ ନାଇଁ ତମେ କିଛି ଜାଣିବା ଦରକାର ନାହିଁ ତମେ ତାଙ୍କୁ ଡାକିକି ଆଗେ କୁହ ଯେ ମୁଁ ଲଙ୍କାରେ ଯିବାକୁ କଣ ଦରକାର ତାଙ୍କେ ନିଜେ ତମକୁ କହିବେ ତାଙ୍କେ ବୋଲେ ଇଞ୍ଜିନିୟର ମାନଙ୍କୁ ଆମେ ଜାଗା ଦେଖେଇଦବା ପ୍ଲଟ ଦେଖେଇଦବା ଏଇଠି କେମିତି ଘର ଟେକା ହବ ସିଏ ପ୍ଲାନ ଦେବେ ତମେ ସେମିତି ନଳ ନୀଳକୁ କହିଦେଲେ ତାଙ୍କେ ତମକୁ ଉପାୟ କହିଦେବେ ଆଜ୍ଞା ସେତେବେଳେ ରାମ ମୌନ ହୋଇଲେ ଆଉ ସେତେବେଳେ ରାମ ମୌନ ହୋଇଲେ ନଳ ନୀଳକୁ ପାଶକୁ ଡାକିଲେ ଶୁଣ ମୋର ବାଣୀ କିପରି ସମୁଦ୍ର ପାର ହେବା ଜାଣି ସେତେବେଳେ ଦୁହି ବାନର ବୋଲନ୍ତି ବଚନ ଯାହା କହୁଅଛୁ ଶୁଣ ହେ ଶ୍ରୀରାମ ସମୁଦ୍ରରେ ପର୍ବତକୁ ଦେବା ଭସାଇ ସମୁଦ୍ରରେ ପଥରକୁ ଦେବା ଭସାଇ ପ୍ରବେଶ ହୋଇବା ଲଙ୍କା ଗଡ଼େ ଯାଇ ଅଳିଆ ସୂକ୍ଷ୍ମ ଉପାୟ ଗୋଟେ କହିଦେଲେ ନଳ ନୀଳ ସୂକ୍ଷ୍ମ ଉପାୟ କେମିତି ମିଛ କଥା ପ୍ରଭୁଙ୍କୁ କହିଲେ ପ୍ରଭୁ ତମେ ଚିନ୍ତା କର ଜଳରେ ପର୍ବତ ଭସେଇ ଦବା ପଥର ଭସେଇ ଦବା ଭସେଇ ଦେଇକି ଆମେ ଲଙ୍କାରେ ପହଞ୍ଚି ଯିବା ପଥର ସାହାଯ୍ୟରେ ପଳେଇବା ଭଗବାନ କହିଲେ ଏଇଟା କଣ ଗୋଟେ କଥା ମିଛ କଥା ପଥର କେବେ ଭାସିବ ରାମଚନ୍ଦ୍ର କହିଲେ ଦେଖ ଗୋଟେ ପଥରଟି ଧରିଦେଲେ ରାମ ସମୁଦ୍ରରେ ପକେଇଦେଲେ ଆଜ୍ଞା ସିଏ ବୁଡିଗଲା ସିଏ ବୁଡିଗଲା ପଥରଟା ବୁଡିଗଲା ରାମ କହିଲେ ଦେଖୁଛ ପଥରଟି ପକେଇଲେ ବୁଡି ଯାଉଛି ତମେ କହୁଛ ପର୍ବତକୁ ଭସେଇ ଦବା ଏବେ କେବେ ସମ୍ଭବ ନାଇଁ ତ ଆଜ୍ଞା ସେତେବେଳେ ନଳ ବୋଲଇ ବଚନ ଯାହାକୁ ତୁମେ ଫିଙ୍ଗିଦେଲ ଜାଣ ତାହାର ଆଶ୍ରା କିଏ ଅଛି ଆଉ ତେଣୁ ପାଣିରେ ଯେ ବୁଡିଗଲା ଥାଉ ଭଳିଆ ନଳ ନୀଳ କହିଲେ ପ୍ରଭୁ ତମେ ଯାହାକୁ ତେଜ୍ୟ କରିଦେଲ ସିଏ କଣ ଆଉ ବଞ୍ଚିବ
ସିଏ କଣ ଆଉ ବଞ୍ଚିବ? ନାଇଁ ନାଇଁ ତମେ ନିଜେ ଠେଲିଦେଲ ତାକୁ, ହଁ ପଥରଟାକୁ ସିଏ ଆଉ ବଞ୍ଚିବ? ନାହିଁ। ସିଏ ବୁଡିଗଲା। କିନ୍ତୁ ଆମେ ପକେଇଲେ ସିଏ ବୁଡିବନି। ଆମେ ବେଲଲେ ସେ ବୁଡିବନି। ନଳ ନୀଳ କଣ କଲେ? କଣ ଏ ଯୋଉ ବାନର ମାନେ ହଁ ହଁ ଯେତେ ପାହାଡ ପର୍ବତ ଧରି ଆସିଲେ, ଆଜ୍ଞା ନଳ ନୀଳ ବସିଲେ, ରାମଚନ୍ଦ୍ରଙ୍କୁ କହିଲେ ପ୍ରଭୁ ତମେ ଧୀରେ ବସ, ତମେ ଖାଲି ଦେଖ। ତମେ ଖାଲି ଦେଖ, କିଛି କାମ କରିବା ଦରକାର ନାହିଁ। ନଳ ନୀଳ କଣ କରିବେ? କଣ? ସ୍ପର୍ଶ କରିକି ତାକୁ ସେତୁରେ ପକେଇବେ। ପକେଇବା ଆଙ୍କେ ପକେଇବା ସିଏ ଆଉ ବୁଡିବାର ନାହିଁ। ହେଲେ ପ୍ରଭୁ ପକେଇଲେ ବୁଡିଯିବ। ହଁ ତାଙ୍କେ ପକେଇଲେ ବୁଡୁଛି, ଆଙ୍କେ ପକେଇଲେ ବୁଡୁଛି। ଭାସୁଛି। ହଁ ଆରେ ପଥରକୁ ପଥର ଏବେ ଦେଲେ ଛନ୍ଦି, ହଁ ହଁ ଆଉ ପଥରକୁ ହେଲେ ଅଳିଆ। ଯେତେବେଳେ ଆଜ୍ଞା ନଳ ନୀଳ ପଥର ଧରିଲେ, ହଁ ପଥର ପକେଇବେ କେମିତି? କେମିତି? ଖାଲି କଣ ଭାସିଲେ ହବ କି? ଆଉ କଣ? ଯିଏ ଯୁଆଡେ ଭାସିବ, ତୁ ଆଣିଲୁ ପଥରଟି ସିଏ କୁଆଡେ ଭାସିଲା, ଓହୋ। ମୁଁ ଆଣିବି ପଥରଟି ସିଏ କୁଆଡେ ଭାସିବ। ଏତେ ବଡ ସମୁଦ୍ରରେ ଆଁ? ଯେ ଯୁଆଡେ ଭାସି ପଳେଇବେ। ଏମିତି ଭାସିଲେ କଣ ସେତୁ ବନ୍ଧ ହବ କି? ନାଇଁ ନାଇଁ ନଳ ନୀଳ ବସିଗଲେ, ହଁ। ବାନର ସୈନ୍ୟ ପାହାଡ ପର୍ବତ ସବୁ ଧରି ଆସିଲେ, ଆଜ୍ଞା। ଏମାନେ ନିଜର ହାତ ଲଗେଇ କର ସ୍ପର୍ଶ କରି ଆଜ୍ଞା। ପଥରକୁ ପଥର ଛନ୍ଦି 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 ସେତୁ ବନ୍ଧ ବାନ୍ଧିଦେଲେ। ବାନ୍ଧିଦେଲେ। ବନ୍ଧ ବାନ୍ଧି ହେଇଗଲା। ହଁ ବନ୍ଧ ବାନ୍ଧି ହେଇଗଲା। ବାନ୍ଧି ହେଇଗଲା। ଓହୋ। ହେଲେ ରାମଚନ୍ଦ୍ର ଚିନ୍ତା କଲେ, କଣ? ମୋର ଶହ ଶହ ଭଲ୍ଲୁକ ବାନର ହଁ। ଏ ଉପରେ ଯିବେ କେମିତି? କେମିତି ଯିବେ? ଏତେ ବଡ ବନ୍ଧ, ହଁ। ୟାକୁ ତ ପ୍ରତିଷ୍ଠା କରିବାକୁ ପଡିବ। ପଡିବ ଆଉ। ପ୍ରତିଷ୍ଠା ନ କଲେ କଣ ଭଗବାନ ଯିବେ କି? ନାଇଁ ତ ପ୍ରତିଷ୍ଠା ନ କଲେ ଭଗବାନ ଯିବେ ନାହିଁ। ଯିବେନି। ପ୍ରତିଷ୍ଠା କରିବା କେମିତି? କେମିତି? ଆଜ୍ଞା ନାରଦକୁ ପୁଣି ଚିନ୍ତା କଲେ ମନ, ନାରଦକୁ ପୁଣି ଚିନ୍ତା କଲେ ମନ। ଏକାଳେ ନାରଦ ପ୍ରବେଶିତ କ୍ଷଣ, ଏକାଳେ ନାରଦ ପ୍ରବେଶିତ କ୍ଷଣ, হইলে প্রভু কিংবা চিন্তা কল, হইলে প্রভু চিন্তা কল মতে, কুহ ভাব গ্রাহী কিংবা ডাকিল এতে, সেকালে বলতি প্রভু নারায়ণ, বন্ধକୁ ପ୍ରତିଷ୍ଠା କରିବା ନିଦାନ, ବ୍ରାହ୍ମଣ ଏକ ଡକାଇ ଆଣିବ, ବ୍ରାହ୍ମଣ ଏକ ଡକାଇ ଆଣିବ, ଏହି ସେତୁ ବନ୍ଧ ପ୍ରତିଷ୍ଠା କରିବ। ଅଳିଆ ଚିନ୍ତା କରୁଛୁ। ରାମଚନ୍ଦ୍ର ନାରଦକୁ କହୁଛନ୍ତି, କହୁଛନ୍ତି ବ୍ରାହ୍ମଣ ଗୋଟେ ଡାକି ଆଣ। ବ୍ରାହ୍ମଣ ହଁ ଶ୍ରେଷ୍ଠ ବ୍ରାହ୍ମଣ ହେଇଥିବା ଆବଶ୍ୟକ। ଆଜ୍ଞା ତାହା ହେଲେ ହଁ ଏ ବନ୍ଧ ପ୍ରତିଷ୍ଠା ହବ। ବ୍ରହ୍ମଦେବ କହିଲେ କଣ ବ୍ରହ୍ମାଙ୍କୁ ଡାକିବା, ନାରଦ କହିଲେ କଣ ବ୍ରହ୍ମାଙ୍କୁ ଡାକିବା କି? ସେ ପ୍ରଥମ ବ୍ରାହ୍ମଣ, ହଁ ହଁ ସିଏ ପ୍ରଥମ ବ୍ରାହ୍ମଣ। ତାଙ୍କୁ ଡାକିବା କି? ରାମଚନ୍ଦ୍ର କହିଲେ ହବନି। ହବନି, ତାଙ୍କୁ ଡାକନି। ବ୍ରହ୍ମାଙ୍କୁ ଡାକିଲେ ହବନି। ହବନି। କାହିଁକି? କଣ ପାଇଁ? ରାମଚନ୍ଦ୍ର ଚିନ୍ତା କରୁଛନ୍ତି ମୋ ପାଖରେ କିଛି ଦୁର୍ବଳତା ଅଛି। ହଁ 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 ବ୍ରହ୍ମା ତ ଆସିଲେ ପ୍ରତିଷ୍ଠା ଭଲ ହବ, କିନ୍ତୁ ମୋ ପାଖରେ କିଛି ଦୁର୍ବଳତା ଅଛି ଯୋଉଟା କି ହେଇପାରିବନି। କଣ ଦୁର୍ବଳତା? ରାମଚନ୍ଦ୍ର ପାଖରେ କଣ ଦୁର୍ବଳତା? ମାଇକିନା ଅଛି କି ରେବୁ? ଓହୋ ନାଇଁ ମାଇକିନା ଅଛି? ନାଇଁ, ଆଜ୍ଞା ଗୋଟେ ମାଇକିନା ପ୍ରତିଷ୍ଠା କାର୍ଯ୍ୟରେ ବସିଲେ ଗୃହକର୍ତ୍ତାଙ୍କ ସହ ସହଧର୍ମିଣୀ ବସିବାକୁ ପଡିବ, ପଡିବ ପଡିବ। ସ୍ତ୍ରୀ ବସିବାକୁ ପଡିବ। ନ ବସିଲେ କଣ ହୁଏ କି? ପ୍ରତିଷ୍ଠା ହବନି। ଆରେ ସାଧାରଣ ଆମେ ଗୋଟେ ମନ୍ଦିର ମନ୍ଦିର ପ୍ରତିଷ୍ଠା କଲେ ମଧ୍ୟ କର୍ମକର୍ତ୍ତା ଯିଏ ବସିବେ ତାଙ୍କ ଧର୍ମପତ୍ନୀକି ନେଇକି ବସିବେ। ବସିବେ। ରାମଚନ୍ଦ୍ର କହିଲେ ବ୍ରହ୍ମଦେବ ଯଦି ପଳେଇ ଆସିବେ, ମୋ ପାଖରେ ତ ମାଇକିନା ନାହିଁ, ମାଇକିନା ନାହିଁ ନା। କେମିତି ହବ? କେମିତି ହବ? ହବନି। ଇଏ ଆଉ କହୁନାହାନ୍ତି ରାମଚନ୍ଦ୍ର। ନାଇଁ। ନାରଦ କହିଲେ ନାଇଁ ନାଇଁ ବ୍ରହ୍ମଦେବଙ୍କୁ ଡାକିଲେ ହବନି। ହବନି। ପୁଣି ଚିନ୍ତା କଲେ ନାରଦ, ଓ କହିଲେ ବିଶ୍ରବାଙ୍କୁ ଡାକିଲେ ହବ। ହଁ ବିଶ୍ରବା, ରାମଚନ୍ଦ୍ର ଚିନ୍ତା କଲେ ବିଶ୍ରବା ମଧ୍ୟ ଜାତି ଶ୍ରେଷ୍ଠ ବ୍ରାହ୍ମଣ ହଁ ହେଲେ, ରାମଚନ୍ଦ୍ର କହିଲେ ନାଇଁ ନାଇଁ ହବନି, ତାଙ୍କୁ ମଧ୍ୟ ଡାକିଲେ ହବନି। ହବନି ହବନି। ବଡ କାହାକୁ ଡାକିବା? କାହାକୁ? ନାରଦ କହିଲେ କାହାକୁ ଡାକିବା? ନାରଦ କହିଲେ ଗୋଟେ କାମ କରିବା, କଣ? ତମର ତ ସୂର୍ଯ୍ୟ ବଂଶର ଗୁରୁ ହେଲେ ବଶିଷ୍ଠ, ବଶିଷ୍ଠ। ତମର କୁଳ ଗୁରୁ ବଶିଷ୍ଠ। ବଶିଷ୍ଠକୁ ଡାକିବା କି? ରାମଚନ୍ଦ୍ର କହିଲେ ନାଇଁ, ବଶିଷ୍ଠକୁ ଡାକିଲେ ସବୁ କଥା ସିଏ ଗାଁରେ କହିବ ଯାଇକିରି। ନାଇଁ ନାଇଁ ହବନି, ତାଙ୍କୁ ମଧ୍ୟ ଡାକି ପାରିବାନି। ନାଇଁ ନାଇଁ। ଆଉ କାହାକୁ ଡାକିବା? କାହାକୁ? କାହାକୁ ଡାକିବା? କାହାକୁ? ଆଜ୍ଞା ସେତେବେଳେ ନା ରାମ ବୋଲନ୍ତି ସଧୀରେ, କଣ? ସେତେବେଳେ ରାମ ବୋଲନ୍ତି ସଧୀରେ, ଯାହା କହୁଅଛି ଏବେ ଶ୍ରବଣ ତୁ କରେ, ଲଙ୍କାର ରାଜା ଅଟୋଇ ରାବଣ, ଜାତିରେ ପୁଣି ଶ୍ରେଷ୍ଠ ସେ ବ୍ରାହ୍ମଣ, ନିଶ୍ଚୟ। ସକାଳ ପ୍ରହରେ ପ୍ରବେଶ ହୋଇବ, ହଉ ହଉ। ସକାଳ
হইব ধীরে ধীরে মোহর বার্তা তাকু নেই দেব অলিয়া ও নারদ কହୁଛି ଆଜ୍ଞା ସେଟା କହିଲିନି ସକାଳ କଥାଟା କହିଲିନି ସେଟା କହୁଛି ନାଇଁ 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 ନାରଦକୁ ରାମ କହୁଛନ୍ତି ହଁ ରାବଣକୁ ଯାଇକି ଡାକିବ ଡାକିବ କିନ୍ତୁ ସକାଳୁ ଆକା ଯାଇକି ପହଞ୍ଚିବ ସକାଳୁ ଆକା ଆଜ୍ଞା ସିଏ 3 ପ୍ରହର ଦିନଟା ହଉଛି 3 ପ୍ରହର ଦିନ ରାତି ଅଷ୍ଟପ୍ରହର ମଧ୍ୟରୁ ଆଜ୍ଞା ସନ୍ଧ୍ୟାରୁ ସକାଳ ଯାଏ ହଉଛି 3 ପ୍ରହର ତିନି ପ୍ରହର 3 ପ୍ରହରରେ ରାବଣ 3ଟା କର୍ମ କରେ କରେ ସକାଳୁ ଆଜ୍ଞା ସିଏ ନୈଷ୍ଠିକ ବ୍ରାହ୍ମଣ ହଁ ସକାଳ ମୁହୂର୍ତ୍ତରେ ସେ ସମୁଦ୍ରରେ ସ୍ନାନ କରିକି ତାର ପିତୃଲୋକ ଧର୍ମକୁ ଜଳତର୍ପଣ କରିବ କରିବ ମଧ୍ୟାହ୍ନ ସମୟରେ ଆଜ୍ଞା ସିଏ ରାଜଚକ୍ରବର୍ତ୍ତୀ ହଁ ସମୁଦାୟ ସମଗ୍ର ରାଜ୍ୟର କଥା ସିଏ ବୁଝିବ ସନ୍ଧ୍ୟା ସମୟରେ ଆଜ୍ଞା ଅସୁର ଅସୁର ଆସୁରିକ ଭୋଜନ ମଦ୍ୟପାନ କରି ସ୍ତ୍ରୀ ଭୋଗ କରିବ ରାମଚନ୍ଦ୍ର କହିଲେ ମୁଁ ଯୋଉ ଚିଠାଉଟି ଦେବି ସେ ଚିଠିଟା ନେଇ ତମେ ରାବଣ ପାଖରେ ସକାଳୁ ପହଞ୍ଚିବ ସକାଳୁ ପହଞ୍ଚିବ ସକାଳୁ ସିଏ ନୈଷ୍ଠିକ ବ୍ରାହ୍ମଣ ସେ ସମୟରେ ଚିଠିଟା ତାକୁ ନେଇକି ଦବ ଆଜ୍ଞା କିଛି ଲେଖି ନାହାନ୍ତି ରାମ କେବଳ ଗୋଟିଏ ପଦ ଲେଖିଛନ୍ତି ହେ ରାବଣ ମୁଁ ହେଉଛି ବନବାସୀ ମୋ ପାଖରେ କୌଣସି ଦ୍ରବ୍ୟ ନାହିଁ କିନ୍ତୁ ମୋର ସ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ମୋତେ ବନ୍ଧ ପ୍ରତିଷ୍ଠା କରିବାକୁ ପଡିବ ତେଣୁ ଏ ବନ୍ଧ ପ୍ରତିଷ୍ଠା କରିବା ପାଇଁ ଯାହା ଉପକରଣ ଆବଶ୍ୟକ ତାକୁ ତମେ ଧରିକି ଆସିବ ଗୋଟିଏ ପଦ କିନ୍ତୁ ସବୁ ଯାକ କଥା ରହିବ ରହିଲା ଯେ ମୁଁ ବନବାସୀ ମୋ ପାଖରେ କୌଣସି ଦ୍ରବ୍ୟ ନାହିଁ କିନ୍ତୁ ମୋର ସ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ମୋତେ ବନ୍ଧ ପ୍ରତିଷ୍ଠା କରିବାକୁ ପଡିବ ତମେ ହେଉଛ ନୈଷ୍ଠିକ ବ୍ରାହ୍ମଣ ତେଣୁ ତମେ ଯାହା ଆବଶ୍ୟକ ଉପକରଣ ତମ ସଙ୍ଗରେ ଧରି ଦେଇକି ପଳେଇ ଆସ ପ୍ରତିଷ୍ଠା କରି ପଳେଇବ ପ୍ରତିଷ୍ଠା ପରେ ମୁଁ ମୋର ଦକ୍ଷିଣା ସ୍ୱରୂପ ଦେଇଦେବି ଦେଇଦେବି ଆଜ୍ଞା ପତ୍ର ଗୋଟିକ ନାରଦ ଧରିଲେ ପତ୍ର ଗୋଟିକ ନାରଦ ଧରିଲେ ଲଙ୍କାପୁରରେ ପ୍ରବେଶ ହୋଇଲେ ସକାଳେ ରାବଣ କରୁଅଛି ସ୍ନାନ ସକାଳୁ ରାବଣ କରୁଅଛି ସ୍ନାନ ସେକାଳେ ନାରଦ ପ୍ରବେଶିତ କ୍ଷଣ ରାମଚନ୍ଦ୍ର ବାରତା ରାବଣେ ଦେଇ ପତ୍ର ଚିଠା ଉଗଟିକ ଦେଲେ ବଢାଇ ରାବଣ ସପ୍ତ ସମୁଦ୍ରରେ ସ୍ନାନ କରୁଛି ଆଜ୍ଞା ଏ ସମୟରେ ନାରଦ ଯାଇକି ପହଞ୍ଚି ଗଲେ ରାମଚନ୍ଦ୍ରଙ୍କର ବାର୍ତ୍ତା ଦେଇଦେଲେ ଯେ ରାବଣ ତମେ ତ ଜାଣିଥିବ ରାମଚନ୍ଦ୍ର ବନ୍ଧ ବାନ୍ଧି ସାରିଲେଣି ହେଲେ ତମକୁ ସିଏ ନିମନ୍ତ୍ରଣ କରିଛନ୍ତି ତାର ବନ୍ଧ ପ୍ରତିଷ୍ଠା କରିବା ପାଇଁ ଆଉ ଏ ପତ୍ରଟି ଦେଇଛନ୍ତି ରାବଣ କୋପ କରିବନି ରାଗିବନି କାହିଁକି ସେ ସମୟଟା ତାର ବ୍ରାହ୍ମଣ ସେ ନୈଷ୍ଠିକ ବ୍ରାହ୍ମଣ ସକାଳ ସମୟ ଧରି ପକେଇଲା ପତ୍ରଟି ଚିନ୍ତା କଲା ସେ ମହାଜ୍ଞାନୀ ରାବଣ ମହାଜ୍ଞାନୀ ମହାପଣ୍ଡିତ ପଢିଦେଲା ଯେ ମୁଁ ବନବାସୀ ମୋ ପାଖରେ କୌଣସି ଦ୍ରବ୍ୟ ନାହିଁ ଯାହା ଆବଶ୍ୟକ ଉପକରଣ ଧରିକି ଆସିବ ମୋର ବନ୍ଧଟାକୁ ପ୍ରତିଷ୍ଠା କରିଦବ ରାବଣ ଟିକେ ହସିଲା ଶତ୍ରୁ ପ୍ରତିଷ୍ଠା କଲେ ଆସିକି ମତେ ମାରିବ ପ୍ରଥମ ଶତ୍ରୁ ହେଲେ ରାମ ତଥାପି ନିମନ୍ତ୍ରଣ କରିଛନ୍ତି ତାର ବନ୍ଧ ପ୍ରତିଷ୍ଠା କରିବାକୁ ଯିବି ହେଲେ ଗୋଟେ କିଳା ରହିଗଲା କଣ କିଳା ମାଇକିନା ନା ମୋ ପାଖରେ ଅଛି ଏ ପୁରା ନୈଷ୍ଠିକ ବ୍ରାହ୍ମଣ ବିନା ମାଇକିନାରେ କେମିତି ଯାଇକି ପ୍ରତିଷ୍ଠା କରିବ କେମିତି କରିବ ମାଇକିନା ନା ନେଲେ ତ ପ୍ରତିଷ୍ଠା କରିବି ସତ କଥା ସେ ତ ଲେଖି ଦେଇଛନ୍ତି ରାମ ଯେ ମୋହର ପ୍ରତିଷ୍ଠା ପାଇଁ ଯାହା ଉପକରଣ ଆବଶ୍ୟକ ଏ ଘିଅ ଖଇର କାଠ କଦଳୀ ପତ୍ର ସିନା ଧରି ପଳେଇବି ସ୍ତ୍ରୀଟାକୁ ମାଗିନାଟାକୁ କେମିତି ନେବି ସୀତାଙ୍କୁ ନେବି କେମିତି ସୀତା ତ ଜଗତର ମାତା ସିଏ କଣ ମୋ ସାଥିରେ ଯିବାକୁ ଆଣି ହେଲି ସିନା ଧରି ପଳେଇ ଆସିଲି ସିନା ରାବଣ ବିଚାର ତମେ ଜାଣିଛ ମହାନାଟ ପଢିଛ ମହାନାଟ क्षमा कर विश्वामित्र परास कला जे तांकर धर्मपत्नी सीताକୁ मते नेकी जिबाकू पड़िबो आज्ञा सेते बेले रावण धीरे चली गले
ସେତେବେଳେ ରାବଣ ଧୀରେ ଚଳିଗଲେ ଗଲେ ଗଲେ ସୀତା ପାଶରେ ପ୍ରବେଶ ହୋଇଲେ ସୀତା ପାଶରେ ପ୍ରବେଶ ହୋଇଲେ ଆଗୋ ମାତ ଶୁଣ ଏବେ ମୋ ବଚନ କୁମ୍ଭ ସ୍ୱାମୀ ମତେ କରିଛନ୍ତି ନିମନ୍ତ୍ରଣ ବ୍ରାହ୍ମଣ ବେଶରେ ଚାଲିବି ସେଠାର ପ୍ରତିଷ୍ଠା କରିବି ଯେ ସେତୁ ବନ୍ଧର ସେଥିପାଇଁ ମାତ ତୁମ୍ଭେ ଦରକାର ମୋହର ସଙ୍ଗେ ମାତ ଚଳିଯିବ ମୋହର ସଙ୍ଗେ ମାତ ଚଳିଯିବ ସେତୁ କାର୍ଯ୍ୟରେ ଯେ ରାମ ସଙ୍ଗେ ବସିବ। ଆଜ୍ଞା ରାବଣ ସୀତାଙ୍କ ପାଖକୁ ଯାଉଛନ୍ତି ହଁ ସୀତା ଦେବୀଙ୍କୁ ଯୋଉ ଅଟହାସ୍ୟ ଦେଇ କହୁଥିଲେ ଦେହ ଦାନ କର ବୋଲିକି ଆଜ୍ଞା। ଆଉ ସେମିତି କହିଲେ ତ ହବନି ନାଇଁ। ଅଡୁଆରେ ପଡି ଯାଇଛନ୍ତି ରାବଣ ହଁ। କେମିତି କହିକି ମୁଁ ସୀତାଙ୍କୁ ନେବି ସେଇଠିକି ଆଜ୍ଞା। ହେଲେ ରାବଣ କହିଲେ ମା ତମେ ଯିବାକୁ ପଡିବ ପଡିବ ରାମଚନ୍ଦ୍ର ନିମନ୍ତ୍ରଣ କରିଛନ୍ତି ହଁ, ହଁ। ତାଙ୍କର ବନ୍ଧ ପ୍ରତିଷ୍ଠା ହେଲେ ଆଜ୍ଞା। ସିଏ ତମ ସହିତ ଭେଟ ହେବେ ହେବେ ସୀତା କହିଲେ ନା ତମ ସହିତ ଯିବି ରାବଣକୁ କହିଲେ ମୁଁ ତୋ ସହିତ ଯିବି ହଁ ଯଦି ଦରକାର ପଡିବ ହଁ ବନ୍ଧ ପ୍ରତିଷ୍ଠା ନ କରି ମଧ୍ୟ ରାମଚନ୍ଦ୍ର ଆସିପାରିବେ ଆସିପାରିବେ ମୋର ସେ ଭରସା ଅଛି ହଁ। ତୋ ସହିତ ଯିବିନି ଯିବିନି ସେଇଟା ରାବଣ ବୁଝେଇଛି କଣ ଯାହା କହୁଅଛି ଆଗୋ ମାତ ଶୁଣ ବ୍ରାହ୍ମଣ କୂଳେ ମୋହର ଜନମ ନିଶ୍ଚୟ ବ୍ରହ୍ମଙ୍କର ତୁନି ଚତୁର୍ଥ ପୁରୁଷ ଅଟଇ ଯେ ମୁହିଁ ବ୍ରାହ୍ମଣଙ୍କ ଶ୍ରେଷ୍ଠ ଡାହାଣ ହସ୍ତରେ ଷଢ଼ ତୀର୍ଥ ଜାଣ ରହିବଛି ମୋର କହିଲି ବଚନ ଭଳିଆ ସୀତାଙ୍କୁ ବୁଝଉଛନ୍ତି ଯେ ମା ତମେ ମୋର ଖାଲି ଆସୁରିକ ବୃତ୍ତିଟା ଦେଖିଛ ଦେଖିଛ ରାଜ ଚକ୍ରବର୍ତ୍ତୀ କଥାଟା ଜାଣିଛ ହଁ, ହଁ। ମୁଁ ତମକୁ ଯୋଉ ବାଧିଲା ଭଳି କହୁଛି କହୁଛି। ମୁଁ ଯୋଉ ତମକୁ କଷ୍ଟ ଦଉଛି ତମେ ସେ କଥାକୁ ଲକ୍ଷ୍ୟ କରିକି ମୋ ସାଥିରେ ଯିବିନି ବୋଲୁଛ ତମେ ଭାବୁଛ ମୋ ସାଥିରେ ଗଲେ ଅପବିତ୍ର ହେଇଯିବ ନାଇଁ ମୁଁ ଅପରାହ୍ନରେ ନେବିନି ସନ୍ଧ୍ୟା ସମୟରେ ନେବିନି ସକାଳ ସମୟରେ ଯିବି ହଁ 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 ନା ପୁଷ୍ପକ ଯାନ ନଥିବ କାରଣ ମୁଁ ରାଜା ନାହିଁ ନାହିଁ ଅଶ୍ବ ଗଜ କିଛି ନଥିବ କାରଣ ମୁଁ ଅସୁର ନାହିଁ ନାହିଁ ମୁଁ ବ୍ରାହ୍ମଣ ମୋର ପାଦ ଯାନରେ ମୁଁ ଯିବି ଯିବି ତମକୁ ଛୁଇଁବିନି ତମେ କିନ୍ତୁ ମତେ ଛୁଇଁବ ମୋର ଡାହାଣ ହସ୍ତରେ ଷଢ଼ ତୀର୍ଥ ଅଛି ଆଜ୍ଞା। ତମ କାୟା ଅପବିତ୍ର ହବନି ହବନି। ମୋର ଡାହାଣ କରରେ ମୁଁ ତମକୁ ଧରିକି ଯିବି ଯିବି ମା କହିଲେ ଠିକ ଅଛି ତୁ ଯଦି ମତେ ସେମିତି ନବୁ ମୁଁ ଯିବି ରାବଣ କହିଲେ ମା ଏଇଠି ଗୋଟେ କଥା ଅଛି କଣ କଥା ମୁଁ ନେବି ମୋର ମଧ୍ୟ ଗୋଟେ କଥା ରଖିବ କଣ ମତେ ସତ୍ୟ କର ମୋର ଡାହାଣ ହସ୍ତରେ ତମେ ଯେମିତି ଯିବ ଯିବ। ପ୍ରତିଷ୍ଠା ସରିଲେ ତମେ ମୋ ଡାହାଣ ହସ୍ତରେ ସେମିତି ପଳେଇ ଆସିବ ପଳେଇ ଆସିବ ତମ ସ୍ୱାମୀକି ଦେଖିଲା ପରେ ତମେ ଯଦି ବଦଳି ଯିବ ତମେ ଯଦି ତମ ସ୍ୱାମୀଙ୍କ ପାଖରେ ରହିଯିବ ଆଜ୍ଞା ମୁଁ ଯୋଉ ଏତେ ବଡ ଆୟୋଜନ କରିଛି ଆଉ ତାର ଫଳ କିଛି ମିଳିବ ନାହିଁ ତେଣୁ ଡାହାଣ ହସ୍ତରେ ନେଲେ ଲମ୍ବା କଲେ ତ ଆହୁରି ଲମ୍ବା ହବ ଆଜ୍ଞା। ଡାହାଣ ହସ୍ତରେ ନେଲେ ବନ୍ଧ ପ୍ରତିଷ୍ଠା କଲେ ଆଉ ଦକ୍ଷିଣା ସିଏ ସେଇଠି ବି ମାଗିଥିଲେ ରାବଣ ବାଲ୍ମୀକି ରାମାୟଣରେ ଲେଖା ଅଛି କିନ୍ତୁ ସାଧନ କଳପତରୁ ଲେଖିଛି ସେଇଠି ରାବଣ ମାଗିନି ତାର ରାଜ ଦରବାରକୁ ଆସିଛି ରାମ ଲକ୍ଷ୍ମଣ ଦୁହେଁ ତାର ରାଜ ଦରବାରକୁ ଆସିଛନ୍ତି ଆଜ୍ଞା। ସେଇଠି ଦୁହେଁଙ୍କର ମଧ୍ୟରେ ବିଚାର ହେଇଛି ଯେ ପ୍ରକୃତ ଠିକ କାର କାର। ଠିକ ହଉଛି ରାବଣର ଆଜ୍ଞା। ଭୁଲ ହଉଛି ରାମଚନ୍ଦ୍ର ରାମଚନ୍ଦ୍ର। ଲକ୍ଷ୍ମଣ ନ୍ୟାୟ ଦେଇଛନ୍ତି ଇଏ ହଉଛି ସାଧନ କଳପତରୁ ଆଜ୍ଞା। ରାମଚନ୍ଦ୍ରଙ୍କୁ କହିବେ ରାବଣ ଯେତେବେଳେ କହିବେ ହେ ମହାରାଜ ଲକ୍ଷ୍ମଣ ହେଇଥିଲେ ମହାରାଜ ରାମଚନ୍ଦ୍ର କହିଛନ୍ତି ହେ ମହାରାଜ ମୋ ଭଉଣୀ ଯାଇକି ପ୍ରୀତି ଭିକ୍ଷା କଲା ତା ଭାଇ ପାଖରେ ଭାଇ ପାଖରେ। କା ଭାଇ ପାଖରେ ରାମର ଭାଇ ପାଖରେ ଯଦି ତାର ପ୍ରୀତି ଦାନ କରିବାକୁ ଇଚ୍ଛା ନଥିଲା ବୁଝେଇ ସୁଝେଇ ମୋ ଘରକୁ ସିଏ ପଠେଇଦେବା କଥା ନାକ କାନ କଣ କାଟିବା ଜିନିଷ କି ନାଇଁ ନାଇଁ ନାକ କାନ ତାର କାଟିଦେଲା ମୋ ଭଉଣୀ ଅସୁନ୍ଦର ହେଇଗଲା ସିଏ ମୁହଁ ଏବେ ଯାଇ କାହାକୁ ଦେଖେଇ ପାରୁନି ଦେଖେଇ ପାରୁନି ରାମଚନ୍ଦ୍ର କହିଲେ ସେଇଟା ଯଦି ମୋର ଭୁଲ ହେଲା ହଁ କାଟିକିରି ଆଇଥିଲେ ସେଇଟା ରାମଚନ୍ଦ୍ର ବି କହିଛନ୍ତି ଯେ ମୋର କଣ ଭୁଲ ମୁଁ ଯଦି କାଟିଦେଲି ଭୁଲ କରିଦେଲି ଇଏ କଣ ଠିକ କରିଛି କି କଣ ଭୁଲ ଟଙ୍କା ସୁନା ଧନ ସମ୍ପତ୍ତି ଚୋର ଚୋରି କରିକି ନିଏ ନେଇଥାନ୍ତା ମାଇକିନା କଣ ଚୋରି କରିବା ଜିନିଷ କି ନାଇଁ ତ। ଇଏ ମୋ ମାଇକିନାଟାକୁ ଚୋରି କରି କଣ ଭୁଲ କରିନି କି କରିଛି ରାବଣ ମଧ୍ୟ କହିଛି ହେ ମହାରାଜ ଯଦି ମୁଁ ଭୁଲ କରିଛି ତା ମାଇକିନାଟାକୁ ଚୋରି କରିକି ମୁଁ ତା ମାଇକିନାକୁ ଫେରେଇ ଦେବି ସିଏ ଯଦି ଠିକ କରିଛି ନାକ କାନ କାଟିକି ମୋ ଭଉଣୀର ନାକ କାନକୁ ଫେରେଇ ଦେବି ଫେରେ ଦଉ ଆମ ଅଡୁଆରେ ପଡିଗଲେ ଆଉ ନାକ କାନ ଆଉ କଣ ଅଛି ଯେ ଫେରେଇବି ଫେରେଇ ହବନି
ରାବଣ କହିଲେ ଆଉ ମୁଁ କେମିତି ମାଗିନା ନ ଫେରେଇ ଦେବି, ମୋର ଜିନିଷ ଯଦି ସିଏ ଫେରେଇବନି ମୁଁ ତାକୁ କେମିତି ଫେରେଇବି? ଲକ୍ଷ୍ମଣ ନ୍ୟାୟ ଦେଇଛନ୍ତି କେବଳ ଯୁଦ୍ଧ, ଯୁଦ୍ଧ କେବଳ ଯୁଦ୍ଧ। ଏଇଟା ହଉଛି ସାଧନ କଳ୍ପତରୁ। ଆଉ ବାଲ୍ମୀକି ରାମାୟଣ ଲେଖିଛି ଯେ ସିଏ ଦକ୍ଷିଣା ମାଗି ଦେଇଛନ୍ତି ରାବଣ, ଆଜ୍ଞା ରାବଣ ମାଗି ଦେଇଛନ୍ତି ଯେ ମୋର କେବଳ ଉଦ୍ଧାର। ଉଦ୍ଧାର କେମିତି? କେମିତି? ନା ତମ ହସ୍ତରେ ମୋର ଜୀବନ ଗଲେ ମୋର ଉଦ୍ଧାର ହବ। ନାଇଁ ତୁ ଦେଇପାରିବୁନୁ ଦକ୍ଷିଣା, ମତେ ଦେଇପାରିବୁନୁ, କେବଳ ଦକ୍ଷିଣା ସିଏ ଗୋଟିଏ। ଆଜ୍ଞା ଆଉ ଥରେ ଘଣ୍ଟାଟି ଆଜ୍ଞା, ସେଇଟା ମୋର ୟୁଟ୍ୟୁବ ଆଜ୍ଞା ଯାଇଛି, ଆପଣ ଦେଖିଥିବେ ୟୁଟ୍ୟୁବ ମିଲିୟନ ଭ୍ୟୁଜ ଯାଇଛି। ରାବଣକୁ ମୁଖାଗ୍ନି ଦେଇଛି, ଆଉ ଅଧିକ ଲମ୍ବା କହୁନି। ଇନ୍ଦ୍ରଜିତର ଆଜ୍ଞା ଗୋଟେ କଟା ଭୂତ, ଆଜ୍ଞା ମୁଁ ହଉଛି ତିନିଟା, ମୋ କଥା କହିଲେ ତିନିଟା ଅର୍ଥ ଆସିବ। କାହିଁକି ଆଜ୍ଞା? ଆମେ ସମସ୍ତେ ମାନି ନିଅନ୍ତି ଦୁଆରୀ ହଉଛନ୍ତି କୃଷ୍ଣ, କୃଷ୍ଣ ଆମେ ସମସ୍ତେ ମାନନ୍ତି ଦୁଆରୀ ହେଲେ କୃଷ୍ଣ। ନହେଲେ ରାତି ଅର୍ଧରେ ନିଜ ଭଉଣୀ କି ନିଜ ମାଇକିନାକୁ କିଏ ପରପୁରୁଷ ପାଖକୁ ପଠେଇବ କି? ପଠେଇବାର କାରଣ କଣ? ନା ରାତି ପାହିଲେ କୁରୁବୀର ଦୁର୍ଯ୍ୟୋଧନ ଆସିବ ସୁଭଦ୍ରାଙ୍କୁ ବିବାହ କରିବା ପାଇଁ। ଆଜ୍ଞା ଯୋଉଟା ଚାହାନ୍ତି ବଳରାମ, ବଳରାମ ବଡ ଯୋଉଟା ଚାହିଁଛନ୍ତି ବଳରାମ, ଯେ ଦୁର୍ଯ୍ୟୋଧନ ତାଙ୍କର ପ୍ରିୟ ଶିଷ୍ୟ, ସିଏ ସୁଭଦ୍ରାଙ୍କୁ ବିବାହ ହୁଅନ୍ତୁ। କିନ୍ତୁ କୃଷ୍ଣ ଚାହୁଁନାହାନ୍ତି ଦୁର୍ଯ୍ୟୋଧନ କେବେ ବିବାହ ହୁଅନ୍ତୁ, କାରଣ ଇଏ ଜାଣିଛନ୍ତି ମୁଁ କିଏ। ବାହ୍ୟ ପ୍ରଶ୍ନ କଥାଟା କହୁଛନ୍ତି। ଯେତେବେଳେ ବଳରାମଙ୍କର ପ୍ରିୟ ଶିଷ୍ୟ ହଉଛନ୍ତି ଦୁର୍ଯ୍ୟୋଧନ, ବଳରାମ ଚାହିଁଲେ ଦୁର୍ଯ୍ୟୋଧନକୁ ବିବାହ ଦେବା ପାଇଁ ସୁଭଦ୍ରାଙ୍କୁ। ଆଜ୍ଞା ଭଗବାନ କୃଷ୍ଣଙ୍କର ଇଚ୍ଛା ନାହିଁ, ସେ ଜାଣିଛନ୍ତି ଆଗକୁ ଏମାନେ ମରିବେ। ମରିବେ। କୃଷ୍ଣ ଚାହାନ୍ତି ଅର୍ଜୁନ ସହ ବିବାହ ଦେବା ପାଇଁ, କିନ୍ତୁ କୃଷ୍ଣଙ୍କର କଥା କିଛି ରହିବନି। ତ୍ରେତୟା ଯୁଗରେ କଥା ଦେଇଛନ୍ତି, ବଡ ହଉଛନ୍ତି ବଳରାମ, ତାଙ୍କ କଥା ଏକା ଚଳିବ। କୃଷ୍ଣ କହିଲେ କଣ ଗୋଟେ ଘଟଣାଟି ଘଟିଗଲେ ଭାଇନା ଯେମିତି ରାଜି ହେଇଯିବେ। ଓହୋ ହେଲେ କଣ କରିବେ? ରାତି ପାଇଲେ ସିନା କୁରୁବୀର ଦୁର୍ଯ୍ୟୋଧନ ଆସିବ, ଏ ରାତିରେ କଣ ଗୋଟେ କରିବା? ଅଘଟଣ ଅଘଟଣ ହେଲେ ରାମକୃଷ୍ଣ ଯଜ୍ଞରୁ ଗୋଷ୍ୟ ଦୈତ୍ୟକୁ ମାରିଛନ୍ତି ଅର୍ଜୁନ। ଅର୍ଜୁନଙ୍କୁ ଯେତେବେଳେ ରାଜ୍ୟକୁ ଆଣିଲେ, କୃଷ୍ଣ କହିଲେ ଭାଇନା ରୁହ, ଆମେ ରଖିପାରିବାନି ଅର୍ଜୁନକୁ, କଣ ପାଇଁ? ରାଜଉଆସରେ ରଖିପାରିବାନି, ସତ୍ୟଭଗ୍ନ ହେଇଯିବ ତାଙ୍କର, ସେ ବନବାସୀରେ ଅଛନ୍ତି। ତେଣୁ ଆମେ କୋଉଠି ରଖିବା? ଆଖଡା ଘରେ ରଖିଦବା। ଆଖଡା ଘରେ ରଖିଦା। ଆଖଡା ଘରେ ରଖିଦେବା। ଅର୍ଜୁନ ରହିଗଲେ ଆଖଡା ଘରେ। ସତ୍ୟଭାମାଙ୍କୁ ନିଜେ ନିର୍ଦ୍ଦେଶ ଦେଲେ କୃଷ୍ଣ ଯେ ମୁଁ ଦୂତ ପଣିଆରେ ସେଇଠି ଥିବି, ତମେ ସୁଭଦ୍ରାଙ୍କୁ ଧରିକି। ବହୁତ ପ୍ରକାର ବୁଝେଇଛନ୍ତି ଅର୍ଜୁନଙ୍କୁ। ଆଜ୍ଞା ଭାରତ ଲୀଳା ନାଟକଟା ସପ୍ତାହଟି କଲେ ମଧ୍ୟ ସରିବନି। ବହୁତ ବାଦ ବିବାଦ ହେଇଛି। ଅର୍ଜୁନ ସତ୍ୟଭାମାଙ୍କ ଭିତରେ ବାଦ ବିବାଦ ହେଇଛି, ଅର୍ଜୁନ ସୁଭଦ୍ରାଙ୍କ ଭିତରେ ବାଦ ବିବାଦ ହେଇଛି। ମାନି ନାହାନ୍ତି ଅର୍ଜୁନ। ଶେଷରେ ସତ୍ୟଭାମା କୃଷ୍ଣଙ୍କୁ କହିଛନ୍ତି ଯେ କୌଣସି ଉପାୟରେ ମଧ୍ୟ ଅର୍ଜୁନ ମାନୁନାହାନ୍ତି। କୃଷ୍ଣ କହିଲେ ଆଉ କିଛି ଉପାୟ ନାହିଁ, ତମେ ମାୟାବତୀ ଭୁବନକୁ ଯାଅ। ଏ ଯୋଉ ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ଚାରି ମନ୍ତ୍ର ହେଲେ ଏକା ସିଏ ମାନିବେ। ଆଜ୍ଞା ବିମଚ୍ଛାପି ରଣଭଙ୍ଗ ମୁନିରପି ମତି ଭ୍ରମଂ।